ଆଜି ଗୋଟିଏ ନୂଆ କବିତା ନେଇକି ମୁଁ ଆସିଛି। କବିତାର ନାମଟି ଶବ୍ଦ ବିକିବାକୁ ଆସିଛି ମୁଁ। କିଏ ମାଛ ବିକିବାକୁ ଆସେ, କିଏ ଡ୍ରେସ୍ ପଟା ବିକିବାକୁ ଆସେ, କିଏ ବେଡ଼ସିଟ୍ ବିକିବାକୁ ଆସେ, କିଏ ଶାଗ ବିକିବାକୁ ଆସେ, କିନ୍ତୁ ଆଜି ମୁଁ ଆସିଛି ଶବ୍ଦ ବିକିବାକୁ। ଆପଣମାନଙ୍କୁ ନିଶ୍ଚିତ ଏହା ବେଶ ଭଲ ଲାଗିବ। ଗୋଟେ ନୂଆ ସ୍ୱାଦର କବିତା। ଆସନ୍ତୁ ଶୁଣିବା। ଶବ୍ଦ ବିକିବାକୁ ଆସିଛି ମୁଁ। ସୁନ୍ଦର ସୁନ୍ଦର ଶବ୍ଦର ପସରା ନେଇକି ଆସିଛି ମୁହିଁ। କିଣି ନିଅ ଜଲ୍ଦି ସରିଯିବ କାଳେ, ଦୋଷ ମୋତେ ଦେବ ନାହିଁ। ସୁନ୍ଦର ସୁନ୍ଦର ଶବ୍ଦର ପସରା ନେଇକି ଆସିଛି ମୁହିଁ। କିଣି ନିଅ ଜଲ୍ଦି ସରିଯିବ କାଳେ, ଦୋଷ ମୋତେ ଦେବ ନାହିଁ। ଖଞ୍ଜି ଖଞ୍ଜି କେତେ ନୂଆ ରୂପ ଦେବ, ଭାବନାରେ ରଙ୍ଗ ଦେଇ ହୃଦୟକୁ ଜିଣି ଆତ୍ମାରେ ବିଲୀନ କରି କରାଇବ ସେହି। ଶବ୍ଦର ପାଖୁଡ଼ା ମେଲି ଯିବା ପରେ ଚହଟିବ କେତେ ବାସ, ଜନ ମନକୁ ହରଣ କରିବ, କେବେ ହେବ ନାହିଁ ଶେଷ, କେବେ ହେବ ନାହିଁ ଶେଷ। ଶବ୍ଦର ପାଖୁଡ଼ା ଯେତେବେଳେ ମେଲି ମେଲି ଯିବ, ସେତେବେଳେ ତା ଦେହରୁ ନୂଆ ନୂଆ ବାସ୍ନା, ନୂଆ ରଙ୍ଗ, ନୂଆ ଅନୁଭବ ସବୁ ବାହାରିବ। କେବେ ହେଲେ ଏହାର ଆଦି ନାହିଁ କି ଅନ୍ତ ନାହିଁ। କେତେ ପ୍ରେମ ଗୀତି ଭକ୍ତିର ସଙ୍ଗୀତ ହାତେ ରଚିତ ହୋଇବ, କବିଙ୍କ ପରଶେ ସୂକ୍ଷ୍ମ ଚେତନାରେ ରଙ୍ଗ ରୂପ ବୋଳୁଥିବ। କବିଙ୍କର ଯେତେବେଳେ ଅନ୍ତର୍ମନରେ ଏହି ଶବ୍ଦଟି ଦହନ ହେବ, ସେ ଆପଣମାନଙ୍କୁ ନୂଆ ନୂଆ ଗଳ୍ପ କବିତା ସବୁ ଭେଟି ଦେଇ ଚାଲିବେ। ଆସ ଭାଇ ଭଉଣୀଏ ଏକାଠି ହୋଇକି ତୋଳିବା ମୁଗ୍ଧ ମୂର୍ଚ୍ଛନା, ବାସ୍ନା ମହକାଇ ସୁନ୍ଦର ସଂସାରେ ସଙ୍ଗୀତର ସରଞ୍ଚନା। ଆସନ୍ତୁ ଭାଇ ଭଉଣୀମାନେ, ଏହି ଶବ୍ଦର ପସରାରୁ କିଛି ଶବ୍ଦ ନେଇଯାଆନ୍ତୁ ଏବଂ ନୂଆ ନୂଆ ସଙ୍ଗୀତର ସରଞ୍ଚନା କରି ଜନମନକୁ ମୁଗ୍ଧ କରନ୍ତୁ। ଜୟ ଜଗନ୍ନାଥ। ରହିଲି ମୁଁ ସଂଯୁକ୍ତା।